ମୂର୍ଖ ବା ବୋକା ଲୋକଙ୍କୁ କେମିତି ଚିହ୍ନିବ? 10ଟି ଟିପ୍ସ। ଆଜିର ଦୁନିଆରେ ଲୋକେ ପାଠଶାଠ ପଢ଼ି ଡିଗ୍ରୀ ତ ବହୁତ ବଡ଼ ବଡ଼ ହାସିଲ କରି ନିଅନ୍ତି, କିନ୍ତୁ ଦିମାଗର ମାମଲାରେ ବହୁତ ପଛରେ ରହିଯାଆନ୍ତି। ବୋକା ଲୋକଙ୍କର କିଛି ଏମିତି ଖରାପ ଅଭ୍ୟାସ ଥାଏ ଯାହା ତାଙ୍କୁ ଜୀବନରେ କେବେ ଆଗକୁ ବଢ଼ିବାକୁ ଦେଇନଥାଏ ଏବଂ ସେମାନେ ଅଜାଣତରେ ନିଜର ହିଁ କ୍ଷତି କରି ବସନ୍ତି। ଏହି ଅଭ୍ୟାସ ଗୁଡ଼ିକ ଭଲରେ ବୁଝ ଏବଂ ଏହାଠାରୁ ଦୂରେଇ ରହିବା ବହୁତ ଜରୁରୀ ଅଟେ, ଯାହା ଫଳରେ ଆମେ ନିଜକୁ ଗୋଟିଏ ବୁଦ୍ଧିମାନ ଏବଂ ସଫଳ ବ୍ୟକ୍ତି ଭାବରେ ବନିପାରିବା। ଚାଲନ୍ତୁ ଏହି ଭିଡ଼ିଓରେ ଆଜି ଏହି 10ଟି ସଂକେତକୁ ପୁରା ବିସ୍ତାର ଏବଂ ସହଜ ଶବ୍ଦରେ ବୁଝାଇବି। ନମ୍ବର 1, ସବୁ କଥାରେ ନିଜକୁ ଠିକ୍ ବୁଝିବା। ମୂର୍ଖ ଲୋକମାନେ ସବୁବେଳେ ଏହି ଭୁଲ ଚିନ୍ତାଧାରାରେ ବଞ୍ଚିଥାନ୍ତି ଯେ ସେମାନେ ଯାହା କରୁଛନ୍ତି ତାହା ଖାଲି ପରମ ସତ୍ୟ ଅଟେ। ଦୁନିଆ ଯାହା ହେଉନା କାହିଁକି, କିନ୍ତୁ ସେମାନେ କେବେ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ହୋଇନଥାନ୍ତି। ତାଙ୍କ ପାଇଁ ଦୁନିଆରେ ଖାଲି ଦୁଇ ପ୍ରକାରର ଲୋକ ଥାଆନ୍ତି। ଗୋଟିଏ ହେଲା ସେ ଯେ ନିଜକୁ ସବୁବେଳେ ଠିକ୍ ବୁଝିଥାଏ ଏବଂ ଅନ୍ୟଟି ସେହି ଲୋକ ଯେ ବିଲକୁଲ ଭୁଲ ଅଟେ। ଆପଣ ତାଙ୍କ ସାମ୍ନାରେ କେତେ ମଧ୍ୟ ପ୍ରମାଣ ଆଣି ରଖିଦିଅନ୍ତୁ, ଯଦି ଆପଣଙ୍କର କଥା ତାଙ୍କ ଭାବନାର ବିରୋଧୀ ଅଟେ ତ ସେମାନେ ଆପଣଙ୍କର କଥାକୁ ଭୁଲ କହିଦେବେ। ଏମିତି ଲୋକ ଜୀବନରେ କେବେ ନୂଆ କିଛି ଶିଖି ପାରନ୍ତି ନାହିଁ, କାରଣ ନୂଆ ଶିଖିବା ପାଇଁ ସବୁଠାରୁ ପ୍ରଥମେ ଏହା ମାନିବାକୁ ପଡ଼ିବ ଯେ ମୋତେ ସବୁ କିଛି ଆସେ ନାହିଁ। କିନ୍ତୁ ଏମାନଙ୍କର ଅହଙ୍କାର ସବୁବେଳେ ତାଙ୍କ ମୁଣ୍ଡ ଉପରେ ଚଢ଼ିକରି କହିଥାଏ। ନମ୍ବର 2, ବିନା ବୁଝି ବିଚାରି କହିବା। ବୋକା ଲୋକଙ୍କର ସବୁଠାରୁ ବଡ଼ ଦୁର୍ବଳତା ଏହା ଅଟେ ଯେ ଏମାନେ କହିବା ପୂର୍ବରୁ ନିଜର ଦିମାଗର ବ୍ୟବହାର ବିଲକୁଲ କରନ୍ତି ନାହିଁ। ଯେଉଁ କଥା ମଧ୍ୟ ମନରେ ଆସିଗଲା ବିନା ବୁଝି ବିଚାରି ସଡନ୍ଲି ମୁହଁରୁ ବାହାର କରିଦିଅନ୍ତି। ନା ତ ପରିସ୍ଥିତି ଦେଖନ୍ତି ଏବଂ ନା ହିଁ ସାମ୍ନା ଲୋକର ଭାବନାର ଧ୍ୟାନ ଥାଏ। ଯେବେ କଥା ପୁରା ବିଗିଡ଼ିଯାଏ ଏବଂ ଲୋକେ ଖରାପ ଭାବନ୍ତି, ସେତେବେଳେ ନିଜର ସମ୍ମାନ ବଞ୍ଚାଇବା ପାଇଁ ହସିକରି କହିଦେବେ ଯେ ଆରେ ମୁଁ ତ ମଜାକ କରୁଥିଲି। ଗୋଟିଏ ବୁଦ୍ଧିମାନ ବ୍ୟକ୍ତି କହିବା ପୂର୍ବରୁ 100 ଥର ଭାବିଥାଏ, କିନ୍ତୁ ଗୋଟିଏ ମୂର୍ଖ ବା ବୋକା ଲୋକ ପ୍ରଥମେ କହିଥାଏ ଏବଂ ପୁଣି ବସିକରି ପଶ୍ଚାତାପ କରିଥାଏ। ନମ୍ବର 3, ଖରାପ ବ୍ୟକ୍ତିଙ୍କର କଥାରେ ଶୀଘ୍ର ଆସିଯିବା। ମୂର୍ଖ ଲୋକ ଚାପଲୁସ ଏବଂ ସ୍ୱାର୍ଥୀ ଲୋକଙ୍କର ମିଠା ମିଠା କଥାରେ ବହୁତ ସହଜରେ ଫସିଯାଆନ୍ତି। ଯଦି କେହି ବାହାର ବ୍ୟକ୍ତି ଆସିକରି ଏମାନଙ୍କର ମିଛରେ କିଛି ପ୍ରଶଂସା କରିଦିଏ ତ ଏମାନେ ତାକୁ ନିଜର ସବୁଠାରୁ ବଡ଼ ଶୁଭଚିନ୍ତକ ଭାବିଥାନ୍ତି ଏବଂ ଦୁନିଆର ସବୁଠାରୁ ଭଲ ବ୍ୟକ୍ତି ମାନି ବସନ୍ତି। ଏହାର ବିପରୀତ, ଯଦି ଏମାନଙ୍କର କେହି ଭଲ ସାଙ୍ଗ ଏମାନଙ୍କର ଭଲ ପାଇଁ କିଛି ସତ୍ୟ କଥା କହିଦେବ ତ ଏମାନେ ତାକୁ ନିଜର ଶତ୍ରୁ ବୁଝିଯାଆନ୍ତି। ଏହି ଲୋକମାନେ ବାହାର ଦିଖାବା ଏବଂ ମିଛ ପ୍ରଶଂସା ଜାଲରେ ଏମିତି ଫସିଯାଆନ୍ତି ଯେ ଠିକ୍ ଏବଂ ଭୁଲର ଅନ୍ତର ଭୁଲିଯାଆନ୍ତି ଏବଂ ଯେବେ ପରେ ଧୋକା ଖାଇଥାନ୍ତି ସେତେବେଳେ ଭାଗ୍ୟକୁ କାନ୍ଦିଥାନ୍ତି। ନମ୍ବର 4, ନିଜେ କରିଥିବା ଭୁଲକୁ ଅନ୍ୟ ଉପରେ ଲଦିବା। ଯେବେ ମଧ୍ୟ ଏହି ଲୋକମାନଙ୍କର କିଛି କାମ ବିଗିଡ଼ିଯାଏ ବା ଏମାନେ କୌଣସି କାମରେ ଅସଫଳ ହୋଇଥାନ୍ତି ତ ଏମାନେ ନିଜର ଭୁଲକୁ ଲୁଚାଇବା ପାଇଁ ଶୀଘ୍ର ଅନ୍ୟକୁ ଦୋଷାରୋପ କରିବାକୁ ଲାଗନ୍ତି। ଏମାନେ କେବେ ଖରାପ ପରିସ୍ଥିତିର ବାହାନା ବନାଇବେ, କେବେ ନିଜର ଖରାପ ଭାଗ୍ୟକୁ ଦୋଷ ଦେବେ ତ କେବେ ଅନ୍ୟ ଉପରେ ଆଙ୍ଗୁଠି ଉଠାଇବେ, କିନ୍ତୁ ନିଜର ଭୁଲ କେବେ ମଧ୍ୟ ସ୍ୱୀକାର କରନ୍ତି ନାହିଁ। ଏମାନେ ନିଜକୁ ସବୁବେଳେ ଭଲ ବୁଝିଥାନ୍ତି। ଯେତେବେଳେ ପର୍ଯ୍ୟନ୍ତ କେହି ବ୍ୟକ୍ତି ନିଜର ଭୁଲକୁ ସ୍ୱୀକାର ହିଁ କରିବ ନାହିଁ ସେତେବେଳେ ପର୍ଯ୍ୟନ୍ତ ନିଜର ଜୀବନରେ ସୁଧାର କେମିତି କରିବ ଏବଂ ଯିଏ ସୁଧରିବାକୁ ଚାହିଁବ ନାହିଁ ତ ସେ ପୁରା ଜୀବନ ଗୋଟିଏ ହିଁ ସ୍ଥାନରେ ଅଟକି ହିଁ ରହିଯିବ। ନମ୍ବର 5, କିଛି ନ ଜାଣି ନ ଶୁଣି ନିଜର ରାୟ ଦେବା। ଏହି ଲୋକ ବା ବୋକା ଲୋକ ପାଖରେ ଦୁନିଆର ସବୁ ବିଷୟରେ ଫ୍ରିର ଉପଦେଶ ପ୍ରସ୍ତୁତ ରହିଥାଏ। ଏମାନଙ୍କୁ ସେହି ବିଷୟରେ ଗୋଟିଏ ମଧ୍ୟ ପ୍ରତିଶତ
ତଥ୍ୟର ମଧ୍ୟ ଜଣା ଥାଉ ବା ନଥାଉ, ଦେଶର ରାଜନୀତି ହେଉ ବା ବିଜ୍ଞାନ ହେଉ ବା କାହାର ବ୍ୟକ୍ତିଗତ ସମ୍ପର୍କ ହେଉ, ଏମାନେ ସବୁ ବସ୍ତୁରେ ନିଜକୁ ବହୁତ ବଡ଼ ଏକ୍ସପର୍ଟ ବୋଲି ଭାବିଥାନ୍ତି। କାହାର ଜୀବନ ବା କ୍ୟାରିୟର ଉପରେ ଏମାନଙ୍କର ଭୁଲ ରାୟରେ କ'ଣ ପ୍ରଭାବ ପଡ଼ିବ, ଏମାନଙ୍କୁ ଏଥିରୁ କିଛି ଯାଏ ଆସେ ନାହିଁ। ତାଙ୍କୁ ଖାଲି ନିଜର ରାୟ ଦେବାର ହିଁ ଥାଏ। ଗୋଟିଏ ବୁଦ୍ଧିମାନ ବ୍ୟକ୍ତି ପ୍ରଥମେ ଚୁପ୍ ରହିକରି କୌଣସି ବସ୍ତୁକୁ ଭଲରେ ଶିଖିଥାଏ, କିନ୍ତୁ ଏହି ଲୋକ ଶିଖିବା ପୂର୍ବରୁ ହିଁ ନିଜର ଜ୍ଞାନ ବାଣ୍ଟିବା ଆରମ୍ଭ କରିଦିଅନ୍ତି। ନମ୍ବର 6, ସବୁବେଳେ ସର୍ଟକଟ୍ ଖୋଜିବା। ବୋକା ବା ମୂର୍ଖ ଲୋକ ପରିଶ୍ରମର ନାମରେ ଦୂରକୁ ଭାଗନ୍ତି ଏବଂ ଏମାନଙ୍କୁ ନିଜର ଜୀବନରେ ସବୁକିଛି ରାତାରାତି ଦରକାର ହୋଇଥାଏ। ବିନା ଝାଳ ବୁହାଇ ଶୀଘ୍ରତାରେ ପଇସା କମାଇବା, ବିନା କିଛି ବଡ଼ କାମ କରି ନାମ କମାଇବା ଏବଂ ବିନା ସମୟ ଦେଇ ବଡ଼ ସଫଳତା ପାଇବା ହିଁ ଏମାନଙ୍କର ଲକ୍ଷ୍ୟ ହୋଇଥାଏ। ଏହି ଲୋକମାନେ ଏହା କେବେ ମଧ୍ୟ ବୁଝିପାରନ୍ତି ନାହିଁ ଯେ ଯେଉଁ ସଫଳତା ଧୀରେ ଧୀରେ ଏବଂ କଠିନ ପରିଶ୍ରମରୁ ମିଳିଥାଏ, ତାହା ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ। ସର୍ଟକଟ୍ ଦ୍ୱାରା ମିଳିଥିବା ବସ୍ତୁ ଯେତେ ଶୀଘ୍ର ଆସିଥାଏ, ସେତେ ଶୀଘ୍ର ହାତରୁ ଚାଲି ଯାଇଥାଏ ଏବଂ ବ୍ୟକ୍ତି ପରେ ବହୁତ ଖରାପ ପରିସ୍ଥିତିରେ ପହଞ୍ଚି ଯାଇଥାଏ। ନମ୍ବର 7, ଅନ୍ୟର ମଜାକ ଉଡ଼ାଇ କରି ନିଜକୁ ବଡ଼ ଭାବିବା। ଅନ୍ୟମାନଙ୍କୁ ସମସ୍ତଙ୍କ ଆଗରେ ଛୋଟ ବା ହୀନ ଦେଖାଇବା ଏବଂ ତାଙ୍କର କମି ଉପରେ ହସିବା ଏହି ଲୋକମାନଙ୍କର ବହୁତ ପୁରୁଣା ଅଭ୍ୟାସ ହୋଇଥାଏ। ଯଦି ଏମାନଙ୍କୁ କାହାର କୌଣସି ଦୁର୍ବଳତା ବା ଆର୍ଥିକ ସଙ୍କଟ, ଶାରୀରିକ ଦୁର୍ବଳତା ଦେଖାଯିବ, ତ ଏମାନେ ତାଙ୍କର ମଜାକ ଉଡ଼ାଇବାକୁ ଲାଗନ୍ତି ଏବଂ ଭାବନ୍ତି ଯେ ଏମିତି କରି ସେମାନେ ନିଜକୁ ବହୁତ ଉଚ୍ଚ ଏବଂ ମହାନ ବନିଯିବେ। ବାସ୍ତବରେ ଏହା ତାଙ୍କର କୌଣସି ବୁଦ୍ଧିମାନି ନୁହେଁ, ବରଂ ତାଙ୍କର ନିଜର ବହୁତ ଛୋଟ ଏବଂ ଖରାପ ଚିନ୍ତାଧାରାକୁ ଦର୍ଶାଇଥାଏ। ଗୋଟିଏ ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ଅନ୍ୟର ଦୁର୍ବଳତାର ସମ୍ମାନ କରିଥାଏ ଏବଂ ତାଙ୍କର ସାହାଯ୍ୟ କରିଥାଏ, କିନ୍ତୁ ମୂର୍ଖ ବ୍ୟକ୍ତି ଅନ୍ୟର ଦୁର୍ବଳତା ଉପରେ ହସି କରି ନିଜକୁ ମହାନ ଦେଖାଇଥାଏ। ନମ୍ବର 8, ଶିଖିବାର ଇଚ୍ଛା ନ ହେବା। ଏମିତି ଲୋକଙ୍କର ସବୁଠାରୁ ଭୟଙ୍କର ସଂକେତ ଅଟେ ଯେ ଏମାନଙ୍କ ଭିତରେ କିଛି ମଧ୍ୟ ନୂଆ ଶିଖିବାର ଇଚ୍ଛା ପୁରା ଶେଷ ହୋଇଯାଇଥାଏ। ଏମାନେ ସବୁବେଳେ ଏହି ଗର୍ବରେ ରହନ୍ତି ଯେ ଏମାନଙ୍କୁ ସବୁକିଛି ଆରମ୍ଭରୁ ହିଁ ଆସିଛି ଏବଂ ଏମାନେ କାହାର କୌଣସି ଉପଦେଶ ବା ଗାଇଡେନ୍ସର ଆବଶ୍ୟକତା ଏମାନଙ୍କୁ ନାହିଁ। ଏମିତି ବନ୍ଦ ଦିମାଗର ଚିନ୍ତାଧାରା ପାଇଁ ଏମାନେ ପୁରା ଦୁନିଆଠାରୁ ପଛରେ ପଡ଼ିଯାଆନ୍ତି। ଏହି ଦୁନିଆର ସବୁଠାରୁ ଖତରନାକ ଲୋକ ସେ ନୁହେଁ ଯେ କମ୍ ପାଠ ପଢ଼ିଛି, ବରଂ ସବୁଠାରୁ ଡେଞ୍ଜରିୟସ୍ ଲୋକ ସେ ଅଟେ ଯିଏ ଅହଙ୍କାରରେ ଆସିକରି ନୂଆ କିଛି ଶିଖିବାକୁ ବନ୍ଦ କରିଦେଇଥାଏ। ନମ୍ବର 9, ଦେଖେଇ ହେବାର ଜୀବନ ବଞ୍ଚିବା ଏବଂ ଅଯଥା ଖର୍ଚ୍ଚ କରିବା। ମୂର୍ଖ ବା ବୋକା ଲୋକଙ୍କର ଆଉ ଗୋଟେ ବଡ଼ ଚିହ୍ନ ହେଲା ଯେ ଏମାନେ ନିଜର ବାସ୍ତବିକତାକୁ ଲୁଚାଇବା ପାଇଁ ବାହ୍ୟ ଚାକଚକ୍ୟ ଏବଂ ଦିଖାବାର ସାହାରା ନେଇଥାନ୍ତି। ପକେଟରେ ପଇସା ଥାଉ ବା ନଥାଉ, କିନ୍ତୁ ସମାଜରେ ନିଜକୁ ଧନୀ ଏବଂ ବଡ଼ ଦେଖାଇବା ପାଇଁ ଏମାନେ ମହଙ୍ଗା ମହଙ୍ଗା ଗ୍ୟାଜେଟ୍, କପଡ଼ା ବା ଗାଡ଼ି ଉପରେ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। ସେମାନେ ପ୍ରାୟତଃ ନିଜର ଚାଦରଠାରୁ ଅଧିକ ଗୋଡ଼ କାଢ଼ିଥାନ୍ତି ଏବଂ ଋଣର ଭାରରେ ବୁଡ଼ି ଯାଆନ୍ତି। ତାଙ୍କ ପାଇଁ ଲୋକଙ୍କର ମିଛ ପ୍ରଶଂସା ତାଙ୍କର ନିଜର ଆର୍ଥିକ ସୁରକ୍ଷା ଠାରୁ ବହୁତ ଜରୁରୀ ହୋଇଥାଏ। ଏହାର ବିପରୀତ ଗୋଟିଏ ବୁଦ୍ଧିମାନ ବ୍ୟକ୍ତି ଦେଖାଇ ହେବାଠାରୁ ଦୂରରେ ରହିକରି ନିଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ପଇସାର ମୂଲ୍ୟକୁ ବୁଝିଥାଏ। ନମ୍ବର 10, ଅନ୍ୟର ସଫଳତାରେ ଈର୍ଷା କରିବା ଏବଂ ଗୋଡ଼ ଟାଣିବା। ମୂର୍ଖ ଲୋକ କେବେ ମଧ୍ୟ ଅନ୍ୟ କେଉଁ ବ୍ୟକ୍ତିକୁ ଆଗକୁ ବଢ଼ୁଥିବାର ଦେଖିପାରନ୍ତି ନାହିଁ। ଯେବେ କେହି ତାଙ୍କର ସାଙ୍ଗ ବା ସମ୍ପର୍କୀୟ ପରିଶ୍ରମ କରି ସଫଳତା ହାସଲ କରିଥାଏ, ତ ସେମାନେ ଖୁସି ହେବା ବ୍ୟତୀତ ଭିତରୁ ଈର୍ଷାର ନିଆଁରେ ଜଳିବାକୁ ଲାଗନ୍ତି। ସେହି ବ୍ୟକ୍ତିର ପ୍ରଶଂସା କରିବା ବା ତା'ଠାରୁ କିଛି ଶିଖିବା ବ୍ୟତୀତ ତା'ର ସଫଳତାରେ ମଧ୍ୟ କମି ବାହାର କରିବାକୁ ଲାଗନ୍ତି।
ଏବଂ ପଛପଟେ ତାଙ୍କର ନିନ୍ଦା କରି ତାଙ୍କର ଗୋଡ଼ ଟାଣିବାକୁ ଚେଷ୍ଟା କରନ୍ତି। ସେମାନେ ନିଜର କେମିତି ଉନ୍ନତି ହେବ, କେମିତି ଆଗକୁ ବଢ଼ିବେ ଏ ବିଷୟରେ ଧ୍ୟାନ ଦେବା ବ୍ୟତୀତ ଅନ୍ୟମାନଙ୍କର କେମିତି ଗୋଡ଼ ଟାଣିବେ ସେଥିରେ ନିଜର ସବୁ ଶକ୍ତିକୁ ନଷ୍ଟ କରିଥାନ୍ତି, ଯାହାଦ୍ୱାରା ସେମାନେ ନିଜେ ହିଁ ସେଠାରେ ରହିଯାଆନ୍ତି। ଏହି ଭିଡ଼ିଓଟିର ସବୁଠାରୁ ବଡ଼ ନିଷ୍କର୍ଷ ଏହା ଅଟେ ଯେ ସବୁ କମି ଖାଲି ଅନ୍ୟଠାରେ ଖୋଜିବା ପାଇଁ ନୁହେଁ, ବରଂ ଆମକୁ ନିଜର ବ୍ୟବହାରକୁ ମଧ୍ୟ ଦେଖିବା ଉଚିତ। କେବେ କେବେ ଅଜାଣତରେ ଆମେ ସମସ୍ତେ ମଧ୍ୟ ଏମିତି କିଛି ଭୁଲ କରି ଦେଇଥାଉ। ବାସ୍ତବିକ ବୁଦ୍ଧିମାନି ଏଥିରେ ଅଛି ଯେ ଆମେ ଏହି ଅଭ୍ୟାସକୁ ଚିହ୍ନିବା, ନିଜର କମିକୁ ସ୍ୱୀକାର କରିବା ଏବଂ ନିଜକୁ ଲଗାତାର ଭଲ ବନେଇବାର ଚେଷ୍ଟା କରିବା। ତ ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।